ଅଟଳ ସ୍ୱାଭିମାନ ମଞ୍ଚ ଭଲ ଅଛି। ଅଟଳ ସ୍ୱାଭିମାନ ମଞ୍ଚ ଆଗେଇ ଚାଲିଛି। ଆପଣ ପୁରା ବିଜେପି କର୍ମୀ, ପୁଣି ଅଟଳ ସ୍ୱାଭିମାନ ମଞ୍ଚ କଣ? ଅଟଳ କମଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏବେ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି। ସଭ୍ୟ ଆମର 33,000 ପହଞ୍ଚିଲାଣି ବର୍ତ୍ତମାନ ଆମର ସାରା ଓଡ଼ିଶାରେ। ସାରା ଓଡ଼ିଶାରେ। ଏ ଚର୍ଚ୍ଚା ହେଲାଣି ଆପଣ କୁଆଡେ ନେତା ହେବାକୁ କସରତ କରୁଛନ୍ତି। ରାଜନୀତି କରୁଥିବା ପ୍ରତ୍ୟେକ ଲୋକର ଇଚ୍ଛା ଥାଏ ଲୋକ ପ୍ରତିନିଧି ହେବା। ବିଧାୟକ ହେବାର ସ୍ୱପ୍ନ ଦେଖିଲେଣି। କଣ ହେଲା ସୁଯୋଗ ଯଦି ମିଳେ ଲୋକ ଯଦି ଚାହାନ୍ତି ଦିଗପହଣ୍ଡି ଲୋକେ ଆପଣଙ୍କୁ ଗ୍ରହଣ କରିବେ ତ? ଆମେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କୁକୁଡ଼ାଖଣ୍ଡି ବ୍ଲକ ଲାଠି ପଞ୍ଚାୟତ ବେନ୍ଦାଳିଆ ଗ୍ରାମର ଆମେ 500 ବର୍ଷର ବାସିନ୍ଦା। ସୋସିଆଲ ମିଡିଆରେ ଆମେ ଦେଖୁଛୁ ଆପଣ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯାଉଛନ୍ତି, ବିଭିନ୍ନ ଚା କଟିରେ ଲୋକଙ୍କୁ ଭେଟୁଛନ୍ତି। ଲୋକ କଣ କହୁଛନ୍ତି ଆପଣଙ୍କୁ? ଦିଗପହଣ୍ଡିରେ ଗୋଟେ ସ୍ଥାନୀୟ ଲୋକ ବିଧାୟକ ହେବା ଦରକାର। ପ୍ରଥମେ ମାଟି ତାପରେ କାଟି। ସିଦ୍ଧାର୍ଥ ମହାପାତ୍ର ବିଧାୟକ ଅଛନ୍ତି, ଲୋକ ଖୁସି ନୁହନ୍ତି? ବିଧାୟକ ପ୍ରତ୍ୟେକ ଅଞ୍ଚଳରେ ଓଡ଼ିଶାରେ ଓ ଭାରତ ବର୍ଷରୁ ସ୍ଥାନୀୟ ଲୋକ ହେବା ଦରକାର। ଆପଣଙ୍କୁ ବିଜେପିରୁ ଟିକେଟ ମିଳିବ ତ? ଆମେ କାମ କରିବା, ଲୋକଙ୍କ ପାଖକୁ ଯିବା। ଟିକେଟ ନ ମିଳେ? ଟିକେଟ ନ ମିଳିଲେ ତାର ବିକଳ୍ପ କଥା ଆମେ ଆଗକୁ ଚିନ୍ତା କରିବା। ସିଦ୍ଧାର୍ଥ ମହାପାତ୍ର ବିଧାୟକ ଅଛନ୍ତି, ଆଜ୍ଞା। ତାଙ୍କୁ ହଟେଇକି ଦଳ ଆପଣଙ୍କୁ ସୁଯୋଗ ଦବ ବୋଲି ଆପଣ ବିଶ୍ୱାସ ରଖିଛନ୍ତି? ସେ ମତେ ଦିଅନ୍ତୁ, ସ୍ଥାନୀୟ ଲୋକଙ୍କୁ ଦିଅନ୍ତୁ, ସିଦ୍ଧାନ୍ତ ବାବୁଙ୍କୁ ଦିଅନ୍ତୁ। କିନ୍ତୁ ଆପଣ ଲଢିବେ ନା? ଦଳୀୟ କର୍ମକର୍ତ୍ତାଠୁ ଆରମ୍ଭ କରି ପରାମର୍ଶ କରିବି, ବିମର୍ଶ କରିବି। ଆପଣ ରାଜ୍ୟ ସ୍ତରରେ ରୋଡ ମ୍ୟାପ୍ କଲେଣି ତ? ଏବେଠୁ ରୋଡ ମ୍ୟାପ୍ ତ ମୋର ହେଲାଣି। ଆମର ଗଞ୍ଜାମରେ ସଦସ୍ୟ ହେଲେଣି, ଗଜପତି ହେଲେଣି, ଖୋର୍ଦ୍ଧାରେ ହେଲେଣି, ଭୁବନେଶ୍ୱର ହେଲେଣି। ରାଜ୍ୟ ପାର୍ଟି ଅଫିସ ଯାଉଛନ୍ତି ତ? ରାଜ୍ୟ ପାର୍ଟି ଅଫିସ ସଂସଦ ଦୀର୍ଘ 17 ବର୍ଷ ହେଲା। ଅଟଳ ସ୍ୱାଭିମାନ ହଉଛି ରାଜନୈତିକ ଲଞ୍ଚିଂ ପ୍ୟାଡ୍। ବିଦ୍ରୋହୀ କିଛି ଈର୍ଷା କରୁଥିବା ଲୋକ, କିଛି ବିଦ୍ରୋହ କରୁଥିବା ଲୋକ। ସିଦ୍ଧାନ୍ତ ମହାପାତ୍ର ବିଧାୟକ ଭାବେ ଦିଗପହଣ୍ଡିରେ ସବୁ ଠିକଠାକ ଚାଲିଛି ତ ତାଙ୍କ ନେତୃତ୍ୱ? ବିଜେପି ସରକାରର ବିକାଶର ଧାରା ସମଗ୍ର ଭାରତ ବର୍ଷରେ ଡବଲ ଇଞ୍ଜିନ ସରକାର ଓଡ଼ିଶା ଭାରତରେ ଚାଲିଛି। ଦିଗପହଣ୍ଡିର ସବୁଠୁ ବଡ଼ ସମସ୍ୟା କଣ? ସେ ଅଞ୍ଚଳରେ ଏବେ ବି ଲୋକ ମୌଳିକ ସୁବିଧାରୁ ବଞ୍ଚିତ। ନମସ୍କାର, ନ୍ୟୁଜ ୱିଥ ଅସିତକୁ ସ୍ୱାଗତ। ଆଜି ଆଲୋଚନାରେ ମୋ ସହ ଯୋଡ଼ି ହୋଇଛନ୍ତି ଭାରତୀୟ ଜନତା ପାର୍ଟିର ସକ୍ରିୟ କର୍ମୀ, ଯୁବ ଆଇନଜୀବୀ, ଅଟଳ ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଶ୍ରୀଯୁକ୍ତ କୁଞ୍ଜ ବିହାରୀ ପଣ୍ଡା। କୁଞ୍ଜ ବାବୁ, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ନମସ୍କାର, ସମସ୍ତଙ୍କୁ ସ୍ୱାଗତ। ଭଲ ଅଛନ୍ତି? ଅଟଳ ସ୍ୱାଭିମାନ ମଞ୍ଚ ଭଲ ଅଛି? ଅଟଳ ସ୍ୱାଭିମାନ ମଞ୍ଚ ଆଗେଇ ଚାଲିଛି, ଠିକ ଅଛି, କାର୍ଯ୍ୟକ୍ରମ ବି ଚାଲିଛି। ଆପଣ ପୁରା ବିଜେପି କର୍ମୀ, ପୁଣି ଅଟଳ ସ୍ୱାଭିମାନ ମଞ୍ଚ କଣ? ଶୁଣନ୍ତୁ, ଅଟଳ କମଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଆଚ୍ଛା। ଅଟଳ ସ୍ୱାଭିମାନ ମଞ୍ଚ ଏକ ସାମାଜିକ ଅନୁଷ୍ଠାନ। ଏହି ଅନୁଷ୍ଠାନର ଲକ୍ଷ୍ୟ ହେଲା ସମାଜରେ ଅଟଳଜୀଙ୍କ ଆଦର୍ଶ, ଅଟଳଜୀଙ୍କ ଚିନ୍ତାଧାରା, ଅଟଳଜୀଙ୍କର ରାଷ୍ଟ୍ର ପ୍ରତି ସମର୍ପଣ ଭାବକୁ ଲୋକଙ୍କ ପାଖରେ ପହଞ୍ଚାଇବା। ଗରିବ ଦୁସ୍ଥ ଯେଉଁମାନେ ସବୁ ସମାଜରେ ଗରିବ ଦୁସ୍ଥ ଲୋକମାନେ ଅଛନ୍ତି, ଯେଉଁମାନେ ଅତି ମାନେ ତଳ ସ୍ତରରେ ଜୀବନଯାପନ କରୁଛନ୍ତି, ଯେଉଁମାନଙ୍କର ମାନେ ମୌଳିକ ଅଧିକାର ମଧ୍ୟ ପାଇନାହାନ୍ତି ଆଜି ଯାଇ, ସେମାନଙ୍କ ପାଇଁ ଅଟଳ ସ୍ୱାଭିମାନ ମଞ୍ଚ ଗାଁ ଗଣ୍ଡାରେ, ଆପଣଙ୍କର ଏଜେନ୍ସି ଅଞ୍ଚଳରେ, ପାହାଡ଼ିଆ ଅଞ୍ଚଳଠୁ ଆରମ୍ଭ କରି ସହରର ତଳି ଅଞ୍ଚଳରେ ଯେଉଁମାନେ ବାସ କରୁଛନ୍ତି, ଯେଉଁମାନେ ସହରର ବସ୍ତି ଅଞ୍ଚଳରେ ବାସ କରୁଛନ୍ତି, ସେମାନଙ୍କ ମାନଦଣ୍ଡକୁ କିପରି ବୃଦ୍ଧି କରିବା, ସେମାନଙ୍କର କିପରି ସେବା କରିବା, ସେମାନଙ୍କୁ ମୌଳିକ ଅଧିକାର ସୁବିଧା ଯୋଗାଇ ଦେବା ହେଉଛି ଅଟଳ ସ୍ୱାଭିମାନ ମଞ୍ଚର ଲକ୍ଷ୍ୟ। ଏବେ କଣ ସବୁ କାର୍ଯ୍ୟକ୍ରମ ଚାଲିଛି? ବର୍ତ୍ତମାନ ଆମେ ତ କିଛି ଦିନ ତଳେ ଆପଣ ଦେଖିଥିବେ ପ୍ରାୟ 500 କମଳ ଆମେ ଶୀତ ଦିନେ ବଣ୍ଟନ କରାଯାଇଥିଲା। MKCG ମେଡିକାଲରେ, ଷ୍ଟେସନରେ, ବସଷ୍ଟାଣ୍ଡରେ ଗରିବ ଦୁସ୍ଥ ଯେଉଁମାନେ ଭିନ୍ନକ୍ଷମ ସେମାନଙ୍କୁ ପ୍ରଦାନ କରାଯାଇଥିଲା। ତା ସହିତ ଅଟଳଜୀଙ୍କର ଆମେ ଜନ୍ମଦିନ ପାଳନ କରିଥିଲୁ। ଅଟଳ ଜୟନ୍ତୀ ଆମର ଡିସେମ୍ବର 25 ତାରିଖ ଦିନ ଟାଉନ ହଲରେ ଗୋଟେ ସୁନ୍ଦର କାର୍ଯ୍ୟକ୍ରମ ହୋଇଥିଲା। ଅଟଳ ପରିବାର ବନ୍ଧୁ ମିଳନ ଗତ ଫେବୃଆରୀ 1 ତାରିଖ ଦିନ ଆମେ ପାଳନ କରିଥିଲୁ ମୟୁରକାଳୁଆରେ। ମା ମୟୁରକାଳୀଙ୍କ ପୀଠରେ ପାଳନ କରାଯାଇଥିଲା। ଏଥିରେ 5000 ଅଟଳ ପ୍ରେମୀ ଯୋଗଦାନ କରିଥିଲେ। ଏଥିରେ ଅଟଳଜୀଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଥିବା 100 ସରପଞ୍ଚ ସମିତି ସଭ୍ୟ ଯୋଗଦାନ କରିଥିଲେ। ଏବେ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି। ସଭ୍ୟ ଆମର 33,000 ପହଞ୍ଚିଲାଣି। ବର୍ତ୍ତମାନ ଆମର ସାରା ଓଡ଼ିଶାରେ 33,000 ପହଞ୍ଚିଲାଣି। ବହୁ ଆଇନଜୀବୀ, ବହୁ ସାମ୍ବାଦିକ ବନ୍ଧୁ, ବହୁ ଆପଣ କହିଲା ଭଳି ସାଧାରଣ ବ୍ୟକ୍ତି, ବହୁ ରାଜନୈତିକ ବ୍ୟକ୍ତି ଏହାର ସଦସ୍ୟତା ଗ୍ରହଣ କରିଛନ୍ତି। ଏବଂ ଅଟଳ ସ୍ୱାଭିମାନ ମଞ୍ଚ ଭଳି ଏକ ସାମାଜିକ ଅନୁଷ୍ଠାନ, ଯାହାକି ବର୍ତ୍ତମାନ ଏକ ଚାରା, ଏକ ବିରାଟ ବଟଗଛ ବୃକ୍ଷରେ ଓଡ଼ିଶାରେ ଏହା ପରିଣତ ହେବାକୁ ଯାଉଛି। ଆପଣ ଦେଖିବେ ଏ ଚର୍ଚ୍ଚା ହେଲାଣି ଆପଣ କୁଆଡେ ନେତା ହେବାକୁ କସରତ କରୁଛନ୍ତି। ଶୁଣନ୍ତୁ, ମୁଁ ଜଣେ ଆଇନଜୀବୀ। ଦୀର୍ଘ 18 ବର୍ଷ ଧରି ମୁଁ ସମାଜର ଗରିବ ଦୁସ୍ଥ ଲୋକଙ୍କର ସେବା ଆଇନ ସେବା ମାଧ୍ୟମରେ କରୁଛି। ତା ସହିତ ସୋସିଆଲ କାର୍ଯ୍ୟକ୍ରମରେ ମୁଁ ଲିପ୍ତ ଅଛି। ନେତା ରାଜନୀତି କରୁଥିବା ପ୍ରତ୍ୟେକ ଲୋକର ଇଚ୍ଛା ଥାଏ ଲୋକ ପ୍ରତିନିଧି ହେବା। ଠିକ ଅଛି, ଆମେ ସେ ଅନୁଯାୟୀ କାମ କରିବା, ଲୋକଙ୍କ ଉପରେ ଭଲ ପାଇବା, ଲୋକଙ୍କ ସ୍ନେହ ଶ୍ରଦ୍ଧା ଆମ ପ୍ରତି ରହିଛି। ବିଧାୟକ ହେବାର ସ୍ୱପ୍ନ ଦେଖିଲେଣି? ଠିକ ଅଛି, ଯଦି ସୁଯୋଗ ମିଳେ ନେବା, କଣ ହେଲା? ସୁଯୋଗ ଯଦି ମିଳେ, ଲୋକ ଯଦି ଚାହାନ୍ତି, ଲୋକ ଆମକୁ ଭଲ ପାଆନ୍ତି, ତାହେଲେ ଆମେ ହେବାରେ ଅସୁବିଧା କଣ ଅଛି? ଦିଗପହଣ୍ଡି ଲୋକେ ଆପଣଙ୍କୁ ଗ୍ରହଣ କରିବେ ତ? ଦିଗପହଣ୍ଡି ହେଲା ମୋର ପୂର୍ବପୁରୁଷର କର୍ମସ୍ଥଳୀ।
ଆଚ୍ଛା ଆମେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କୁକୁଡାଖଣ୍ଡି ବ୍ଲକ ଲାହାଟି ପଞ୍ଚାୟତ ବେଣ୍ଡାଳିଆ ଗ୍ରାମରେ ଆମେ 500 ବର୍ଷର ବାସିନ୍ଦା ବହୁ ପୂର୍ବରୁ ଆମର ପୂର୍ବପୁରୁଷ ସେଠି ରହି ଆସିଛନ୍ତି। ଆମେ ତ ସ୍ଥାନୀୟ ବାସିନ୍ଦା, ବାଧ୍ୟ ସ୍ଥାନୀୟ ବାସିନ୍ଦା ହିସାବରେ ଲୋକସେବା କରିବାର ଆମର ଇଚ୍ଛା ରହିବ। সোশিয়াল মিডিয়াରେ ଆମେ ଦେଖୁଛୁ ଆପଣ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯାଉଛନ୍ତି, ବିଭିନ୍ନ ଚା କଟିରେ ଲୋକଙ୍କୁ ଭେଟୁଛନ୍ତି, ଲୋକ କଣ କହୁଛନ୍ତି ଆପଣଙ୍କୁ? ଶୁଣନ୍ତୁ, ମୁଁ ବିଭିନ୍ନ ଚା କଟି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ ହଉ, ଦିଗପହଣ୍ଡି ସହର ହଉ, ଦିଗପହଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରେ, ଲୋକଙ୍କ ସୁବିଧା ଅସୁବିଧା କଥା ଡିସ୍କସନ କରେ, ସମାଧାନ କରିବାକୁ ଚେଷ୍ଟା କରେ। ଲୋକଙ୍କର ଗୋଟିଏ ସେଠି ଚିନ୍ତାଧାରା, ଦିଗପହଣ୍ଡିରେ ଗୋଟେ ସ୍ଥାନୀୟ ଲୋକ ବିଧାୟକ ହେବା ଦରକାର। ପ୍ରଥମେ ମାଟି ତାପରେ ପାର୍ଟି, ପ୍ରଥମେ ମାଟି ତାପରେ ପାର୍ଟି। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଦୀର୍ଘ 30 ବର୍ଷ ହେଲା ଭୁବନେଶ୍ୱର ବାସିନ୍ଦା ମାନେ ବିଧାୟକ ହୋଇ ଆସୁଛନ୍ତି। ପାର୍ଟି କଥା ମୁଁ କହିବିନି, ମାଟି କଥା କହିବି। ଜଣେ ସ୍ଥାନୀୟ ଲୋକ ଯଦି ବିଧାୟକ ହୁଏ ଦିଗପହଣ୍ଡିରେ, ସେ ତା ଲୋକାଲ ରହିବ, ଲୋକ ତା ପାଖକୁ ଆସିପାରିବେ, ସମସ୍ୟା କହିପାରିବେ। ସିଦ୍ଧାର୍ଥ ମହାପାତ୍ର ବିଧାୟକ ଅଛନ୍ତି, ଲୋକ ଖୁସି ନୁହନ୍ତି? ସିଦ୍ଧାର୍ଥ ମହାପାତ୍ର ବିଧାୟକ ଅଛନ୍ତି, ଠିକ ଅଛି, ସେ ତାଙ୍କ କାମ କରୁଛନ୍ତି। କିନ୍ତୁ ବିଧାୟକ ପ୍ରତ୍ୟେକ ଅଞ୍ଚଳରେ ଓଡ଼ିଶାରେ ଓ ଭାରତ ବର୍ଷରୁ ସ୍ଥାନୀୟ ଲୋକ ହେବା ଦରକାର। ମୋର ଏଇଟା ବ୍ୟକ୍ତିଗତ ମତ। ସମସ୍ୟାକୁ ବୁଝିପାରିବ, ସମସ୍ୟାକୁ ବୁଝିପାରିବ, ଲୋକଙ୍କ ସହିତ ରହିପାରିବ। ସେ ସ୍ଥାନୀୟ ଲୋକ ହେଇଥିଲେ ସ୍ଥାନୀୟ ଲୋକମାନେ ତା ପାଖକୁ ଆସିପାରିବେ। ସେ ସିଦ୍ଧାର୍ଥ ମହାପାତ୍ର ହୁଅନ୍ତୁ କି ଯେକୌଣସି ବ୍ୟକ୍ତି ଭାରତ ବର୍ଷରେ ହୁଅନ୍ତୁ, ଜଣେ ସ୍ଥାନୀୟ ଲୋକ ହିଁ ସବୁବେଳେ ବିଧାୟକ ହେବା ଆବଶ୍ୟକ ରହିଛି। ଆପଣଙ୍କୁ ବିଜେପିରୁ ଟିକେଟ ମିଳିବ ତ? ଶୁଣନ୍ତୁ, ଟିକେଟ କଥା ଆମେ କହିବାନି, ଆମେ କାମ କରିବା, ଲୋକଙ୍କ ପାଖକୁ ଯିବା, ପରିଶ୍ରମ କରିବା। ଯଦି ଟିକେଟ ନ ମିଳେ, ଟିକେଟ ନ ମିଳିଲେ ତାର ବିକଳ୍ପ କଥା ଆମେ ଆଗକୁ ଚିନ୍ତା କରିବା। ଆମେ ବର୍ତ୍ତମାନ କାମ କରିବା। ନିର୍ବାଚନ ଲଢିବେ? ନାଇଁ, ସେମିତି ମୁଁ କହିପାରିବିନି। ଆମେ ତ ବର୍ତ୍ତମାନ ଅଟଳ ସ୍ୱାଭିମାନ ମଞ୍ଚ ଭଳି ଏକ ସାମାଜିକ ଅନୁଷ୍ଠାନର କାର୍ଯ୍ୟକ୍ରମ ଚଲେଇ, ତାହେଲେ ଇଏ ଆଗାମୀ ଦିନରେ ଏକ ରାଜନୈତିକ ମଞ୍ଚ ହବ। କୌଣସି ଜିନିଷର କିଛି ଠିକ ଠିକଣା ନଥାଏ। ପରିବେଶ, ପାରିପାର୍ଶ୍ୱିକ ପରିସ୍ଥିତି ସବୁ ଜିନିଷ ତିଆରି କରେ। କଣ ହବ ଆମେ ତ କହିପାରିବାନି। ଆମେ କର୍ମ କରିବା, ଫଳ କଥା ପରେ ଆଶା କରିବା। ଏ କଥା କୁହନ୍ତୁ, ଏବେ ସିଦ୍ଧାର୍ଥ ମହାପାତ୍ର ବିଧାୟକ ଅଛନ୍ତି, ଆଜ୍ଞା, ତାଙ୍କୁ ହଟେଇକି ଦଳ ଆପଣଙ୍କୁ ସୁଯୋଗ ଦବ ବୋଲି ଆପଣ ବିଶ୍ୱାସ ରଖିଛନ୍ତି? ଶୁଣନ୍ତୁ, ଦଳ ଯାହାକୁ ସୁଯୋଗ ଦେଲେ ଆମେ ସ୍ୱାଗତ କରିବୁ। ସେ ମତେ ଦିଅନ୍ତୁ, ସ୍ଥାନୀୟ ଲୋକକୁ ଦିଅନ୍ତୁ, ସିଦ୍ଧାନ୍ତ ବାବୁଙ୍କୁ ଦିଅନ୍ତୁ, କି କାହାକୁ ଦିଅନ୍ତୁ, କିନ୍ତୁ ଆପଣ ଲଢିବେ ନା ନାଇଁ? ମୁଁ ସେ କଥା ମୋର ଦଳୀୟ କର୍ମକର୍ତ୍ତାଠୁ ଆରମ୍ଭ କରି ପରାମର୍ଶ କରିବି, ବିମର୍ଶ କରିବି। ସେତେବେଳର ଅବସ୍ଥା ଦେଖି ମୁଁ ଚିନ୍ତା କରିବି କଣ। ଆପଣ ରାଜ୍ୟ ସ୍ତରରେ ରୋଡ ମ୍ୟାପ୍ କଲେଣି ତ? ଏବେଠୁ ରୋଡ ମ୍ୟାପ୍ ତ ମୋର ହେଲାଣି। ଆମର ଗଞ୍ଜାମରେ ସଦସ୍ୟ ହେଲେଣି, ଗଜପତିରେ ହେଲେଣି, ଖୋର୍ଦ୍ଧାରେ ହେଲେଣି, ଭୁବନେଶ୍ୱର ହେଲେଣି, ଝାରସୁଗୁଡାରେ ହେଲେଣି। ପାର୍ଟି ଅଫିସ ଯାଉଛନ୍ତି ତ? ରାଜ୍ୟ ପାର୍ଟି ଅଫିସ ସଂସଦରେ ମୁଁ ତ ଦୀର୍ଘ 17 ବର୍ଷ ହେଲା ଅଛି। ଦୀର୍ଘ 17 ବର୍ଷ ଧରି ମୁଁ ରାଜ୍ୟ ପାର୍ଟି ଅଫିସ ସଂସଦରେ 17 ବର୍ଷ ଧରି। ଧରନ୍ତୁ ଯଦି ଭାରତୀୟ ଜନତା ପାର୍ଟି ଟିକେଟ ଦେଲାନି, ଆଜ୍ଞା, ଆପଣ ବିଦ୍ରୋହ କରିବେ ନା ଗୋଟେ ନୂଆ ରାସ୍ତା ବାଛିବେ? ମୁଁ ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ ସଭ୍ୟ। ମୁଁ ଦୀର୍ଘ 17 ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ ଶୃଙ୍ଖଳିତ ସଭ୍ୟ ଭାବେ କାର୍ଯ୍ୟ କରି ଆସିଛି। ଦଳ ମତେ ଗୋଟେ ସାଧାରଣ କର୍ମୀ ଭାବେ ଗ୍ରହଣ କଲେ ମଧ୍ୟ ମୁଁ ପ୍ରସ୍ତୁତ ଅଛି କାମ କରିବା ପାଇଁ ଦଳ ପାଇଁ। ତେଣୁ ମୋର ବର୍ତ୍ତମାନ ମୁଁ ଶୃଙ୍ଖଳିତ ଭାବେ କାର୍ଯ୍ୟ କରୁଛି। କିନ୍ତୁ ଅଟଳ ସ୍ୱାଭିମାନ ମଞ୍ଚ ସାମାଜିକ ଅନୁଷ୍ଠାନ ସେବା ଜାରି ରହିବ, ସଦସ୍ୟତା ଜାରି ରହିବ, ସେ ଚାଲିବ। କିଛି ଲୋକ କିନ୍ତୁ କହିଲେଣି ଅଟଳ ସ୍ୱାଭିମାନ ହଉଛି ରାଜନୈତିକ ଲଞ୍ଚିଂ ପ୍ୟାଡ୍ ଆପଣଙ୍କ ପାଇଁ। ବିଦ୍ରୋହୀ, କିଛି ଈର୍ଷା କରୁଥିବା ଲୋକ, କିଛି ବିଦ୍ରୋହ କରୁଥିବା ଲୋକ ନାନା କଥା କହିବେ। ଆମେ ସମସ୍ତଙ୍କ କଥାକୁ ଆମେ ଗ୍ରହଣ କଲେ ହବ ନାହିଁ। ଆମେ ଆମ ଲକ୍ଷ୍ୟ ସ୍ଥାନରେ ଲୋକଙ୍କର ସେବା କେମିତି କରିବା, ସମାଜର ଉନ୍ନତି କେମିତି କରିବା, ରାଜ୍ୟର ବିକାଶ କେମିତି ହବ, ଗାଁ ଗହଳର ଲୋକଙ୍କର ମାନଦଣ୍ଡ କିପରି ବୃଦ୍ଧି ପାଇବ, ସେ ନେଇ ଆମକୁ ଅଟଳ ସ୍ୱାଭିମାନ ମଞ୍ଚ ଏକ ସାମାଜିକ ଅନୁଷ୍ଠାନ କାମ କରିବ। ସେଥିରେ ଦ୍ୱିମତ ନାହିଁ। ଆମେ ସିଦ୍ଧାନ୍ତ ମହାପାତ୍ର ବିଧାୟକ ଭାବେ ଦିଗପହଣ୍ଡିରେ ସବୁ ଠିକଠାକ ଚାଲିଛି ତ? ତାଙ୍କ ନେତୃତ୍ୱ ଠିକ ଅଛି ଚାରିଆଡେ। ବର୍ତ୍ତମାନ ତ ବିଜେପି ସରକାର, ବିଜେପି ସରକାରରେ ବିକାଶର ଧାରା ସମଗ୍ର ଭାରତ ବର୍ଷରେ ଡବଲ ଇଞ୍ଜିନ ସରକାର ଓଡ଼ିଶା ଭାରତରେ ଚାଲିଛି। ମୋଦିଜୀଙ୍କ ନେତୃତ୍ୱରେ ବର୍ତ୍ତମାନ ଓଡ଼ିଶା ବି ଆଗେଇଛି। ସିଦ୍ଧାର୍ଥ ମହାପାତ୍ର ବି ସେ ତାଙ୍କ କାମ କରୁଛନ୍ତି ଅଞ୍ଚଳରେ। ଠିକ ଅଛି, କାମ ଚାଲିଛି, ବିକାଶର ଧାରା ଆଗେଇ ଚାଲିଛି। ଦିଗପହଣ୍ଡିର ସବୁଠୁ ବଡ ସମସ୍ୟା କଣ? ଦିଗପହଣ୍ଡିର ସମସ୍ୟା ଏବେର ନୁହଁ। ଦୀର୍ଘ 24 ବର୍ଷ ଧରି ନବୀନ ସରକାର, ବିଜେଡି ସରକାର ଥିଲା। ଦିଗପହଣ୍ଡିର ଯୋଉ ଏଜେନ୍ସି ଏରିଆ ରହିଛି, ପାହାଡିଆ ଅଞ୍ଚଳ, ଯୋଉଟା ଗମନାଗମନର ସୁବିଧା, ଦୁର୍ଗମ ଅଞ୍ଚଳ, ଗମନାଗମନ ଯୋଉଠି ସୁବିଧା ନାହିଁ, ସେଇ ଅଞ୍ଚଳରେ ଏବେ ବି ଲୋକ ମୌଳିକ ସୁବିଧାରୁ ବଞ୍ଚିତ। 24 ବର୍ଷର ସରକାର କିଛି କରିନି। ଏ 2 ବର୍ଷ ଭିତରେ କଣ ହେଲା? ଏଇ 2 ବର୍ଷ ଭିତରେ କିଛି କିଛି କାମ ହେଇଛି। ଦିଗପହଣ୍ଡିରେ କାମ ହେଇଛି, କିନ୍ତୁ ଆହୁରି ବହୁତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। କଣ ଆପଣଙ୍କର ପ୍ଲାନିଂ ଅଛି? ଯଦି ମୁଁ ବିଧାୟକ ହୁଏ ତାହେଲେ ଏ ଗୋଟେ ବଡ ସମସ୍ୟାର ସମାଧାନ କରିଦେବି। ମୁଁ ବିଧାୟକ ହେଲେ ତ ସେ ସବୁ କଥା ମୁଁ ଗୋଟେ ଚିନ୍ତାଧାରା ଗୋଟେ ରଖିଛି, କିଛି ଗୋଟେ ଭାବନା ଗୋଟେ ରଖିଛି। ଯେହେତୁ ମୁଁ ସ୍ଥାନୀୟ ବାସିନ୍ଦା,
ମୋର ଅଞ୍ଚଳର ଲୋକ ମୋର ପୂର୍ବପୁରୁଷ ଏହି ଭିଟା ମାଟି ସହିତ ସମ୍ପୃକ୍ତ ସେଥିପାଇଁ ମୋର ଭାଇ ଭଉଣୀ ମାନେ ମତେ ଭଲ ପାଉଥିବା ଲୋକମାନେ ଏହି ଅଞ୍ଚଳରେ ବସବାସ କରୁଛନ୍ତି ନିଶ୍ଚିତ ଭାବେ ସେମାନଙ୍କ ପାଇଁ କିଛି ସୁବିଧା କରିବା ସେମାନେ କିପରି ଉପକୃତ ହୋଇପାରିବେ ସ୍ଥାନୀୟ ନିଯୁକ୍ତିଠୁ ଆରମ୍ଭ କରି ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନଠୁ ଆରମ୍ଭ କରି ଆର୍ଥିକ ମାନଦଣ୍ଡ ଜୀବନର ମାନଦଣ୍ଡ କେମିତି ବୃଦ୍ଧି ପାଇବ ସେଇଟା ମୁଁ ଚେଷ୍ଟା କରିବି। ଧରନ୍ତୁ 2029 ଆପଣ ଟିକେଟ ପାଇପାରନ୍ତି କିମ୍ବା ବିଧାୟକ ଯଦି ହେବେ ପ୍ରଥମ 100 ଦିନ ଭିତରେ ଦିଗପହଣ୍ଡି ଅଞ୍ଚଳର ଏମିତି କଣ 3ଟି ବଡ ସମସ୍ୟା ଅଛି ଯାହାର ସମାଧାନ କରିଦେବେ? ଦିଗପହଣ୍ଡି ଅଞ୍ଚଳର ସମସ୍ୟା ହଉଛି ପାଣି, କିଛି କିଛି ଅଞ୍ଚଳର ସ୍ୱାସ୍ଥ୍ୟ, କିଛି କିଛି ଅଞ୍ଚଳର ଶିକ୍ଷା ଗମନାଗମନ ଏଇ 4টাକୁ ପ୍ରଥମେ ମୁଁ ଗୁରୁତ୍ୱ ଦେବି କାରଣ ଏଇଟା ହଉଛି ଆମର ସମ୍ବିଧାନ ପ୍ରଦତ୍ତ ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର। 2029 କୁଞ୍ଜ ବିହାରୀ ପଣ୍ଡାଙ୍କୁ ଲୋକେ କେଉଁ ପରିଚୟରେ ଦେଖିବେ? ମୁଁ ଆପଣଙ୍କୁ କହିଲି ବାରମ୍ବାର ଗୋଟିଏ କଥା ରାଜନୀତି କରୁଥିବା ପ୍ରତ୍ୟେକ ବ୍ୟକ୍ତିର ଇଚ୍ଛା ଥାଏ ଗୋଟେ ଜନପ୍ରତିନିଧି ହେବା। ଆମକୁ ଯଦି ସୁଯୋଗ ମିଳେ ଆମେ ଜନପ୍ରତିନିଧି ହେଇପାରିବୁ, ଲୋକଙ୍କ ସେବା କରିପାରିବୁ, ସେଥିରେ ଦ୍ୱିମତ ନାହିଁ। ସେ ଅନୁଯାୟୀ ଆମକୁ କାମ କରିବାକୁ ପଡିବ। 3ଟି ଅପସନ ଭିତରୁ ଆପଣ ଚୁଜ୍ କରନ୍ତୁ, ଆଇନଜୀବୀ, ସମାଜସେବୀ, ବିଜେପି ନେତା। ଶୁଣନ୍ତୁ, ପ୍ରଥମ ହଉଛି ସମାଜସେବା। ସମାଜସେବା ହଉଛି ଗୋଟେ ଆଇନଜୀବୀ ସମାଜସେବୀର ମୁଖ୍ୟ ଲକ୍ଷ୍ୟ। ଆପଣ ସମାଜସେବା କରିବାକୁ ଗଲେ ଆଇନଜୀବୀ ରୂପେ କାର୍ଯ୍ୟ କରିପାରିବେ, ବିଜେପି ନେତା ଭାବେ କାର୍ଯ୍ୟ କରିପାରିବେ, ତେଣୁ ସମାଜସେବୀ। ପ୍ରେମ ନା ରାଜନୀତି? ଲୋକଙ୍କ ଭଲ ପାଇବାଟା ମୁଁ ସବୁବେଳେ ଲୋକଙ୍କ ସହିତ ମୁଁ ଅଛି, ଲୋକଙ୍କ ଭଲ ପାଇବା ମୋ ପ୍ରତି ଅଛି, ମୁଁ ବି ଲୋକଙ୍କୁ ଭଲ ପାଏ, ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପ୍ରତି ଅଛି। କାହିଁକି ଆମେ ଯେବେ ବି କାର୍ଯ୍ୟକ୍ରମ କରୁଛୁ ଅଟଳଜୀଙ୍କର ବନ୍ଧୁ ମିଳନ ହଉ ଜନ୍ମ ଜୟନ୍ତୀ ହଉ ଆମକୁ ଲୋକ ଭଲ ପାଉଛନ୍ତି, ଅଟଳଜୀଙ୍କୁ ଭଲ ପାଉଛନ୍ତି, ବହୁତ ଅଟଳ ପ୍ରେମୀ ଅଛନ୍ତି, ଆସି ପହଞ୍ଚୁଛନ୍ତି, ଭଲ ପାଇବା ଅଛି। ଏଠି 4000 5000 ଲୋକଙ୍କର ସମାଗମ ହେଇପାରୁଛି। सोशल मीडिया ना ग्राउंड पॉलिटिक्स? ग्राउंड पॉलिटिक्स में विश्वास करे। सोशल मीडिया किंतु गोटे माध्यम, बिना सोशल मीडिया रे भी आमे लोकंग पाखक जाई परिबानी, लोकंग पाखर सब जिंस पहुंची परिबानी। भाषण ना काम? मु काम रो विश्वास करे। मु एमएलए हेबी एटा विश्वास ना इच्छा? सुनतु, दृढ़ विश्वास शक्ति सहित कार्य दक्षता एवं लोकंग सेवा। अच्छा, कोर्ट रूम ना राजनीतिक मंच? कोर्ट रूम रे तो मोर ऑलरेडी 17-18 वर्ष अतिबाहित होला। राजनीति वर्तमान चलछि, जनसेवा मध्ये आपण अटल स्वाभिमान मंच सामाजिक अनुष्ठान माध्यम रे चलछि, ये चलिबो से चलिबो। अधिक राग ना अधिक धैर्य? रागर किछि नाही, रागी की हमर गोटे कथा अछि, रागी की रावण मर जाइथिला। यदि हम धैर्यर सहित काम करबा ताले सफलतार शीर्ष पाहाचरे पहुंच परिबा, सेते धैर्य निहाती दरकार। दिगपहंडी अंचलवासी को पय आपण वार्ता कोन? दिगपहंडी अंचलवासी को पय मोर वार्ता, जेहेतु भारतीय जनता पार्टी सरकार चलछि, एक लोकाभिमुखी सरकार चलछि, प्रत्येक अंचलवासी निज निजर समस्या को ब्लॉक लेवल रे, जिलापाल लेवल रे, राज्य सरकार को मुख्यमंत्री कार्यालय समस्त विभाग को जणाना दरकार, जहा द्वारा निज अंचल समस्या गुडी सहजरे समाधान नहीं पारिबो। बहुत बहुत धन्यवाद, आपण आम सह आलोचना कले। आम सहित थिले आईनजीवी, समाजसेवी, अटल स्वाभिमान मंचर अध्यक्ष श्रीजुक्त कुंज बिहारी पंडा। समय सरची, नमस्कार।